ଭାରତୀୟ ଚେତନା ଏକ ସମ୍ମିଳନୀ, ଏକ ସଂଳାପ। ଲେଖକ ମନୋଜ ଦାସ। ବାତାୟନ ଦେଇ ମୋ ମା ସେଦିନ ପ୍ରଭାତରେ ଅପଲକ ଅନାଇ ରହିଥିଲେ ହିମାଳୟ ଆଡ଼େ। ତୁଷାର ମଣ୍ଡିତ ଗିରିଶ୍ରେଣୀ ଉପରେ ସେତେବେଳେ ପ୍ରଥମ ସୂର୍ଯ୍ୟାଲୋକର ଅପରୂପ ସ୍ପର୍ଶ। ଅଦୂରରେ ଦଣ୍ଡାୟମାନ କବିଗୁରୁ ରବୀନ୍ଦ୍ରନାଥ ମୋ ମାଙ୍କର ଏ ତନ୍ମୟ ଅବସ୍ଥା ଦେଖି ମୋ ବାପାଙ୍କୁ କହିଲେ, ତମେ ପିତା ହେବାକୁ ଯାଉଛ ପରା। ଯଦି ପୁତ୍ର ସନ୍ତାନ ଲାଭ ହୁଏ ତେବେ ତାର ନାମ ରଖିବ ହିମାଚଳ। ପୁତ୍ର ହିଁ ଭୂମିଷ୍ଠ ହେଲା, ଅତଏବ ମୋର ନାମ ହିମାଚଳ। ମୁଗ୍ଧ ଭାବରେ ମୋତେ ଏ ନାମ ରହସ୍ୟ ଜଣାଇ ଶ୍ରୀମାନ ହିମାଚଳ ସୋମ ସମ୍ଭବତଃ ମୋର ଘନିଷ୍ଠ ହେବାକୁ ସକ୍ଷମ ହୋଇପାରିଥିଲେ ପ୍ରଥମ ସାକ୍ଷାତରେ। କଣ୍ଠସ୍ୱର ନିମ୍ନ କରି ପୁଣି ସେ କହିଲେ, ଆଉ 2 ମାସ ପରେ ମୁଁ ଆଉ ନଥିବି। ମାନେ? ଚମକି ପଡ଼ି ପ୍ରଶ୍ନ କଲି। ସେ ତାଙ୍କର ବିଶାଳ କୋଠରୀଟି ପୂର୍ଣ୍ଣ କରିଦେଲା ପ୍ରାୟ କଣ୍ଠରେ ହସିଲେ। ମୋ ଉତ୍କଣ୍ଠା ଦୂର କଲା ଭଳି ଆଶ୍ୱାସନା ଭରା ସ୍ୱରରେ କହିଲେ, ମାନେ ଭାରତରେ ନଥିବି। ଇଟାଲୀ ଯାଉଛି ଭାରତର ରାଷ୍ଟ୍ରଦୂତ ଭାବରେ। ମୋ ବହୁଦିନର ସ୍ୱପ୍ନପ୍ରସୂତ ଏ ଅନୁଷ୍ଠାନଟି ଯେମିତି ସର୍ବାଙ୍ଗ ସଫଳ ହେବ ସେ ଦିଗରେ ସହଯୋଗ ଦେବାରେ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ। ଇଣ୍ଡିଆନ୍ କାଉନସିଲ୍ ଫର୍ କଲଚରାଲ ରିଲେସନସିପ୍ର ନିର୍ଦ୍ଦେଶକ ଶ୍ରୀମାନ ସୋମଙ୍କର ସେ ସ୍ୱପ୍ନ ହେଲା, ଥରେ ଭାରତର ଥୋକେ ବିଶିଷ୍ଟ ଲେଖକ ଏବଂ ଭାରତ ବାହାରେ ଥିବା ଭାରତୀୟ ବିଶିଷ୍ଟ ଲେଖକବର୍ଗଙ୍କୁ ଏକତ୍ର କରି ପରସ୍ପର ଚିହ୍ନା ଚିହ୍ନି ଆଳାପ ଆଲୋଚନା ସକାଶେ ଅବସର ବ୍ୟବସ୍ଥା କରିଦେବା। ପୂର୍ଣ୍ଣ 1 ସପ୍ତାହର କାର୍ଯ୍ୟକ୍ରମ 18ରୁ 24 ଫେବୃଆରୀ 2002 ପର୍ଯ୍ୟନ୍ତ। ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ମିଳିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ ଯେଉଁ କେତେଗୋଟି ନାମ କହିଥିଲେ, ଏ ଲେଖକର ନାମ ଥିଲା ତହିଁର ଅନ୍ତର୍ଭୁକ୍ତ। ଘଟଣାକ୍ରମେ ଦିଲ୍ଲୀରେ ଦେଖା ହୋଇଯିବା ମାତ୍ରେ ମୁଁ ସେ ବିଶେଷ ଧରଣର ସମାବେଶରେ ଯୋଗ ଦେବା ଦିଗରେ ମୋର ଅକ୍ଷମତା ଜଣାଇଲି। ପ୍ରଥମ ଦିନ ସମସ୍ତେ ମୌର୍ଯ୍ୟ ସେରେଟନ୍ ହୋଟେଲରେ ଏକତ୍ର ହେବେ। ସନ୍ଧ୍ୟାରେ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ କର୍ତ୍ତୃକ ସମ୍ମିଳନୀର ଉଦ୍ଘାଟନ ହେବ। 19 ତାରିଖ ସକାଳେ ସମସ୍ତେ ବୁହା ହୋଇଯିବେ 100 କିଲୋମିଟର ଦୂରବର୍ତ୍ତୀ ରାଜସ୍ଥାନ ଅନ୍ତର୍ଭୁକ୍ତ ନିମ୍ରାନା ପ୍ରାସାଦ ଅଭିମୁଖେ। ସେଦିନ ଅପରାହ୍ନରୁ ଆମ ଭଳି ଦେଶୀୟ ଏବଂ V.S. ନାଇପଲଙ୍କ ଭଳି ବିଦେଶାଗତ ଦେଶୀୟ ଲେଖକମାନଙ୍କ ଭିତରେ ଭାବ ଓ ଧାରଣାର ଆଦାନ ପ୍ରଦାନ ଆରମ୍ଭ ହେବ। 20 ତାରିଖ ଅପରାହ୍ନ ଅଧିବେଶନ ବେଳେ ସେସବୁ ଆଲୋଚନା ଆଉ ଅତିଥିମାନଙ୍କ ଭିତରେ ସୀମାବଦ୍ଧ ରହିବ ନାହିଁ। ଆଗ୍ରହୀ ଆଗନ୍ତୁକ ଏବଂ ସାମ୍ବାଦିକମାନେ ସେସବୁ ଶୁଣିବାର ସୁଯୋଗ ପାଇବେ। ପ୍ରଥମ କଥା, ଏକକାଳୀନ ବହୁ ସଂଖ୍ୟକ ସ୍ୱନାମଧନ୍ୟ ଲେଖକ ଲେଖିକା ଦେଖିଦେବାକୁ ମୁଁ ପ୍ରସ୍ତୁତ ନଥିଲି। ତାହାଠୁ ଯାହା ବଡ଼ କଥା, ଫେବୃଆରୀ 21 ତାରିଖ ଦିନ ଶ୍ରୀମାଙ୍କ ଜନ୍ମଦିନ। ତେଣୁ 20 ଅପରାହ୍ନରେ ମୋତେ ପଣ୍ଡିଚେରୀ ଚାଲି ଆସିବାକୁ ପଡ଼ିବ। ତେଣୁ ଅବ୍ୟାହତି ଚାହୁଁଥିଲି। ଦିଲ୍ଲୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କୌଣସି ଠିକଣା ଖୋଜିବା ବେଳେ କଲଚରାଲ ରିଲେସନ୍ସ କାର୍ଯ୍ୟାଳୟ ପାଖରେ ଥିବାର ଦେଖି ଭିତରକୁ ପଶିଯାଇଥିଲି। ବାହାରିବା ବେଳକୁ କିନ୍ତୁ ଶ୍ରୀମାନ ସୋମଙ୍କୁ ଅନୁଷ୍ଠାନରେ ଯୋଗଦେବା ନିମନ୍ତେ ସମ୍ମତି ଦେଇସାରିଥିଲି। ବିପୁଳ ଶୃଙ୍ଖଳିତ ଜାକଜମକ ଭିତରେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେଲା। ପ୍ରଧାନମନ୍ତ୍ରୀ ଅଟଳ ବିହାରୀଜୀ, ପୂର୍ବତନ କେତେକ ପ୍ରଧାନମନ୍ତ୍ରୀ ଓ ବର୍ତ୍ତମାନର ବିଶିଷ୍ଟ ମନ୍ତ୍ରୀମାନେ ସଭା ପରେ ଆମ ସହ ଚାହାପାନ କଲେ, ଇତ୍ୟାଦି ଇତ୍ୟାଦି। ପରଦିନ ଆମେ ଯାତ୍ରା କଲୁ ନିମ୍ରାନା। ପାହାଡ଼ବ୍ୟାପୀ ବିଚ୍ଛୁରିତ ଭାବରେ ଅବସ୍ଥିତ ହୋଟେଲରେ ପରିଣତ ପ୍ରାସାଦର ବିଭିନ୍ନ ପୁରୀ। ଊର୍ଦ୍ଧ୍ୱଗାମୀ ପାଷାଣ ପୃଷ୍ଠର ଗୋଟିଏ ସ୍ତରରେ ଯଦି ହୋଟେଲର ପ୍ରବେଶିକା କାର୍ଯ୍ୟାଳୟ, ଅନ୍ୟ ଏକ ସ୍ତରରେ ଭୋଜନାଳୟ ଏବଂ ଚତୁର୍ଦ୍ଧ୍ୱ ଏକାଧିକ ସ୍ତରରେ ଛିନ୍ନ ହାରଟିଏମାନ ଭଳି ଅବସ୍ଥିତ ଅତିଥିମାନଙ୍କ ସକାଶେ ଉଦ୍ଦିଷ୍ଟ କୋଠରୀମାଳା ଏକଦା
ଯାହା ଥିଲା ଚୌହାନ ରାଜବଂଶ ନିର୍ମିତ ନବରର ଅନ୍ତଃପୁର। 10 ବର୍ଷ ତଳ ଯାଏ ଏ ପ୍ରାସାଦ ଥିଲା ପରିତ୍ୟକ୍ତ, କାଳ ସମର୍ପିତ ଅବକ୍ଷୟଗାମୀ ପାଷାଣପୁରୀ। ଆଜି ଏକ ଅନନ୍ୟ ବିଳାସ ପ୍ରଧାନ ହୋଟେଲ। ଆରୋହଣର ପଥ ସର୍ପିଳ, କେଉଁଠି ଯଦି ବ୍ୟାପକ ପ୍ରଶସ୍ତ, ଆଉ କେଉଁଠି ସରୁ ଏବଂ ତମସାବୃତ। କେଉଁଠି ଯଦି ପାହାଚ ଖୋଦିତ, ଅନ୍ୟ କେଉଁଠି ମସୃଣପ୍ରାୟ ଊର୍ଦ୍ଧ୍ୱାୟିତ ଶିଳା। ଚେନ୍ନାଏ ପଥ ଯଦି ଆକାଶ ପ୍ରତି ଉନ୍ମୁକ୍ତ, ଆଉ ଚେନ୍ନାଏ ପାରା ପରିବାର ଅଧ୍ୟୁଷିତ ବିଚିତ୍ର ଛାତ ଶୋଭିତ। ଅଳ୍ପାଲୋକିତ କାନ୍ଥରୁ ଆପଣଙ୍କ ପ୍ରତି ଉଦାର ଦୃଷ୍ଟିପାତକାରୀ କୋଟି ଦେଶରେ ତରବାରୀ ଭୂଷିତ କେତେ ପୁରୁଷର ରାଜନ୍ୟବର୍ଗଙ୍କ ଚିତ୍ରପଟ। ଅନଭ୍ୟସ୍ତ ଅତିଥିଟିଏ ଧଇଁସଇ ହୋଇଯିବ। ତେବେ ରାଜଯୁଗର ପରମ୍ପରା ବଜାୟ ରଖିଛନ୍ତି ହୋଟେଲ କର୍ତ୍ତୃପକ୍ଷ। ଆପଣ ଚୌଦୋଳିରେ ବୁହା ହୋଇ ଯାଇପାରିବେ। ସୁଦର୍ଶନ ବେଶାୟିତ ସୌଜନ୍ୟ ଶିକ୍ଷିତ ଯୁବ ଭାରବାହୀମାନେ ସର୍ବଦା ମହଜୁଦ ଅଛନ୍ତି। ସେମିତି ରୀତିରେ ବୁହା ହୋଇଗଲେ ଖୁସୱନ୍ତ ସିଂ। ମୁଁ ଥକିଯିବାର ଅନୁଭବ କଲି। ମୋତେ ବାଟ କଡ଼େଇ ନେଇଯାଉଥିବା ସ୍ଥାନୀୟ କର୍ମୀ କହିଲେ, ସେ ଯୁଗର ପ୍ରାସାଦ ଭିତରେ ପଥ ଏମିତି ବିଚିତ୍ର ସର୍ପିଳ କାହିଁକି ଜାଣନ୍ତି? ବିଶ୍ୱାସ କରାଯାଏ ଏମିତି ରାସ୍ତାରେ ଶୈତାନ ଧନ୍ଦି ହୁଏ। ବାଟ ହୁଡ଼ିଲା କି ସନ୍ଦେହରେ ପଡ଼ି ଫେରିଯାଏ। ଶୈତାନର ଚେତନା ସିନା କୁଟିଳ, ତାର ସ୍ଥୂଳ ଦୃଷ୍ଟି କିନ୍ତୁ ସିଧା ସରଳ। ଶୈତାନ ଚରିତ ଉପରେ ଏ ନବଲବ୍ଧ ଜ୍ଞାନ ସଞ୍ଚୟ କରି ଆରୋହଣ ପଥ ଶେଷରେ ପହଞ୍ଚି ଖୁସି ହେଲି। ମୋ କୋଠରୀଟି ଅନ୍ୟ ସବୁ କୋଠରୀ ଭଳି ଅପ୍ରଶସ୍ତ, କିନ୍ତୁ ସେ ନିର୍ଦ୍ଦିଷ୍ଟ ପ୍ରସ୍ତଟିର ସବା ଶେଷରେ ଅବସ୍ଥିତ ଥିବା ଯୋଗୁଁ ଝରକା ଖୋଲିଦେବା ମାତ୍ରେ ସବୁଜ ପାହାଡ଼ମାଳା ଓ ନିମ୍ନ ଦେଶର ଜନବିରଳ ଉପତ୍ୟକା ଆଡ଼େ ଦୃଷ୍ଟି ପ୍ରସାରିତ ହୋଇଯାଏ। ଅପେକ୍ଷାକୃତ ବଡ଼ ଗଛ ଡାଳରେ ବସି ବିଶାଳ ମୟୂରଟିଏ ନିମ୍ନ ଦେଶର ଗୋଟାଏ ଓଟକୁ ଲକ୍ଷ୍ୟ କରୁଥାଏ। ସମ୍ଭବତଃ ତା ଦୃଷ୍ଟି ଆକର୍ଷଣ କରିବା ପାଇଁ ଛାଡ଼ିଲା ଗୋଟାଏ ଶାଣିତ ରାବ। ହଠାତ୍ ସେ ଝପଟି ଆସିଲା ମୋ ଝରକା ତଳର ଗୋଟାଏ ବୁଦା ଉପରକୁ। ଓଟ ପ୍ରତି ବୀତସ୍ପୃହ ହୋଇ ସେ ମୋ ମନରେ ରେଖାପାତ କରିବାର ସିଦ୍ଧାନ୍ତ ନେଇଥିଲା ନିଶ୍ଚୟ। ସେ ପାର୍ବତ୍ୟ ପ୍ରାସାଦରେ ସମ୍ମିଳନୀ ଚାଲିବ 5 ଦିନ ଧରି। ପ୍ରଥମ 2 ଦିନର ଆଳାପ ଆଲୋଚନା ଖାସ୍ ଲେଖକମାନଙ୍କ ଭିତରେ ସୀମାବଦ୍ଧ ରହିବା କଥା। କୌଣସି ସାମ୍ବାଦିକ ନଥିବେ, ଲେଖକ ଭ୍ରାତୃତ୍ୱ ବହିର୍ଭୂତ କୌଣସି ଶ୍ରୋତା ବି ନଥିବେ। ପରବର୍ତ୍ତୀ 2 ଦିନର କାର୍ଯ୍ୟକ୍ରମରେ ସାମ୍ବାଦିକ କୂଳ ସମେତ ଶତାଧିକ ନିମନ୍ତ୍ରିତ ବ୍ୟକ୍ତି ଉପସ୍ଥିତ ରହିପାରିବେ, ଯଦିଓ ଆଲୋଚନାରେ ଅଂଶଗ୍ରହଣ ସେମାନଙ୍କ ପାଇଁ ନିଷିଦ୍ଧ। ଛୋଟ ବଡ଼ ସବୁ ଆକାର ପ୍ରକାର ସମାବେଶ ସକାଶେ ସେ ପ୍ରାସାଦରେ ବ୍ୟବସ୍ଥା ରହିଥାଏ। ଦିବାହାର ଓ ସାମାନ୍ୟ ବିଶ୍ରାମ ପରେ ଏକ ମଧ୍ୟମ ଆକାରର ସଭାକକ୍ଷରେ ଆରମ୍ଭ ହେଲା ଆମ ପ୍ରଥମ ଅଧିବେଶନ। ଦୀର୍ଘ ଡିମ୍ବାକୃତ ଟେବୁଲ ବେଷ୍ଟନ କରି ସମାବିଷ୍ଟ 50 ସରିକି ଲେଖକ ଲେଖିକା। ବିଷୟ ଥିଲା ଭାରତୀୟ ଲେଖକର ଏକ ବିଶେଷ ନିର୍ଦ୍ଦିଷ୍ଟ ପରିଚୟ ବୋଲି କିଛି ରହିଛି କି? ପରିଚାଳନାରେ ବସିଲେ ଆମେରିକାଗତ ପାର୍ସୀ ଲେଖକ ଫାରୁକ ଧୋଣ୍ଡେ। ତାଙ୍କର ସ୍ୱଳ୍ପ ଭୂମିକା ଅନ୍ତେ ବିଷୟଟିକୁ ସମସ୍ତଙ୍କ ଧ୍ୟାନ ଧାରଣା ଉପରେ ଛାଡ଼ି ଦିଆଗଲା। ବଡ଼ ଆଶା କରି ବସିଥିଲି କିଛି ନୂଆ କଥା ଶୁଣିବି, ଅଥବା ଅନ୍ତତଃ ଗତାନୁଗତିକ କୌଣସି ଧାରଣାର ନବ୍ୟଭବ୍ୟ ପରିବେଷଣ ଶୁଣିବାର ଅଭିଜ୍ଞତା ହେବ। ପ୍ରଥମେ କେହି ଜଣେ କିଛି କହିବାକୁ ଆରମ୍ଭ କଲେ। ତେବେ ଆମେମାନେ କେହି କିଛି ବୁଝିପାରିବା ପୂର୍ବରୁ ସେ ତାଙ୍କ ବକ୍ତବ୍ୟ ସମାପ୍ତ କଲେ ଏବଂ ଭଲ କଲେ। ଥୋଣ୍ଡେ କାନାଡ଼ାଗତ ଜଣେ ଔପନ୍ୟାସିକଙ୍କୁ ତାଙ୍କ ବକ୍ତବ୍ୟ ଦେବାକୁ କହନ୍ତେ ସେ ଯାହା କହିଲେ ସେଥିରୁ ସ୍ମରଣୀୟ ବାକ୍ୟଟି ହେଲା, ମୋ ପରିଚୟ ମୋ ଲାଗେଜ ଉପରେ ଲେଖା ହୋଇଛି। ତାପରେ ଆସିଲା ଆମେରିକାବାସୀ ବେଦ୍ ମେହେଟ୍ଟାଙ୍କ ପାଳି। ତାଙ୍କ ଡାଡିଜୀ ଏବଂ ଡେଲିକ୍ୱେଣ୍ଟ ଚାଚା ବହି ଦୁଇଟି ମୋତେ ଖୁବ୍ ଭଲ ଲାଗିଥିଲା। ସେ ଅନ୍ଧ। ତାଙ୍କୁ ତାଙ୍କ ଚଳପ୍ରଚଳରେ ସହାୟତା କରୁଥାନ୍ତି ତାଙ୍କ ଆମେରିକାନ ପତ୍ନୀ।
ନିଜକୁ ଯେତେ ଦୂର ସମ୍ଭବ ପ୍ରଚ୍ଛନ୍ନ ରଖିବା, ବେଦ ମେହେଟାଙ୍କଠୁ ଅବିଚ୍ଛିନ୍ନ ରହିବାର ବାଧ୍ୟତା ସତ୍ତ୍ୱେ ଯେପରି ସେ ଅତ୍ୟନ୍ତ ସାଧାସିଧା ମହିଳାଙ୍କ ବ୍ରତ। ବେଦ ଅନ୍ଧ ହେବାର ପଟ୍ଟଭୂମି କରୁଣ। ଦିନେ ଡାକ୍ତର ବାପା ଏବଂ ମାଙ୍କ ସହ କାର୍ ଯୋଗେ ଶିଶୁ ବେଦ ପଞ୍ଜାବର ଗୋଟାଏ ସହରରୁ ଅନ୍ୟ ସହରକୁ ଯାଉଥାନ୍ତି। ସୂର୍ଯ୍ୟାସ୍ତ ସମୟ। ମାଇଲ ମାଇଲ କ୍ଷେତ କଡ଼େ କଡ଼େ ନିର୍ଜନ ପଥ। କ'ଣ ହେଲା କେଜାଣି ବେଦ ପାଟି କରି କାନ୍ଦିବାକୁ ଲାଗିଲେ। ବାପା ଗାଡ଼ି ଚଳାଉଥାନ୍ତି। ମା ଯେତେ ବହଲାଇବାକୁ ଚେଷ୍ଟା କଲେ ବି ସଫଳ ହେଲେ ନାହିଁ। ବିରକ୍ତ ବାପା ହଠାତ୍ ଗାଡ଼ି ବନ୍ଦ କରି ଓହ୍ଲାଇ ପଡ଼ିଲେ। ମା କୋଳରୁ ଶିଶୁଟିକୁ ଉଠାଇ ନେଇ ରାସ୍ତା କଡ଼ରେ ଥୋଇଦେଲେ। ତାପରେ ଗାଡ଼ି ଭିତରକୁ ଆସି ଗାଡ଼ି ଚଳାଇ ଆଗକୁ ବଢ଼ିଲେ। ସତେ ଯେପରି ସେମିତି ଏକ କାନ୍ଦୁରା ପିଲା ତାଙ୍କ ପାଇଁ ବିଲକୁଲ ଅନାବଶ୍ୟକ। କହିବା ବାହୁଲ୍ୟ, ଅଚିରେ ସେ ଗାଡ଼ି ପଛକୁ ହଟାଇ ଆଣିଲେ। ଶିଶୁ ପୁଣି ସ୍ଥାନ ପାଇଲା ତା ମା କୋଳରେ। କିନ୍ତୁ କ୍ରନ୍ଦନ ତାର ବନ୍ଦ ହୋଇଯାଇଥାଏ। ବାକିତକ ପଥ ସେ ବସିଥାଏ ସ୍ତବ୍ଧ ବିମୂଢ଼ ଭାବରେ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ବେଳକୁ ଦେଖାଗଲା ପିଲାଟି ଦେହରେ ଭୀଷଣ ଉତ୍ତାପ। ହୁଏତ ମୁହୂର୍ତ୍ତକ ପାଇଁ ସତ ସତ ନିଜକୁ ସେ ଜନଶୂନ୍ୟ ଅପରିଚିତ ପଥପ୍ରାନ୍ତରେ ପରିତ୍ୟକ୍ତ ମନେ କରିଥିବା ଶିଶୁଟିର ମାନସିକ ଭୟାର୍ତ୍ତ ଧକ୍କାକୁ ପ୍ରକଟ କରୁଥିଲା ସେ ଜ୍ୱର। ଉତ୍ତାପର ପ୍ରକୋପ ହ୍ରାସ ନ ହୁଅନ୍ତେ ପରମ୍ପରା ଅନୁସାରେ ନିଜ ପୁଅର ଚିକିତ୍ସା ନିଜେ ନ କରି ବାପା ତାଙ୍କର ସ୍ଥାନୀୟ ବନ୍ଧୁ ଡାକ୍ତରଙ୍କୁ ଡକାଇଲେ। ବାପା ଦେଖୁଥିଲେ ମେନିଞ୍ଜାଇଟିସ୍ର ଲକ୍ଷଣ। କିନ୍ତୁ ବନ୍ଧୁ ଡାକ୍ତରଙ୍କ ଦ୍ୱାରା ରୋଗ ନିରୂପଣ ହେଲା ଭିନ୍ନ। ଟାଇଫଏଡ୍ ବା ସେମିତି କିଛି। ସେହି ଅନୁସାରେ ହେଲା ଚିକିତ୍ସା। ତାହା ହେଲା ନିଷ୍ଫଳ। ଯେତେବେଳେ ବାପା ହୃଦୟଙ୍ଗମ କଲେ ଯେ ତାଙ୍କରି ଧାରଣା ହିଁ ଠିକ୍, ପୁଅକୁ ମେନିଞ୍ଜାଇଟିସ୍ ଧରିଛି, ସେତେବେଳକୁ ବହୁ ବିଳମ୍ବ ହୋଇଗଲାଣି। ଦୃଷ୍ଟିଶକ୍ତିହୀନ ବେଦ ବମ୍ବେର ଏକ ବିଶେଷ ବିଦ୍ୟାଳୟରେ ଅଧ୍ୟୟନ ଅନ୍ତେ ଗଲେ ଆମେରିକା। କ୍ରମେ ହେଲା ତାଙ୍କ ସୃଜନ ଶକ୍ତିର ବିକାଶ। ପୂର୍ବ କଥାକୁ ଫେରିଆସୁଛି। ବେଦ କହିବାକୁ ଆରମ୍ଭ କରନ୍ତେ ପୁନରୁଜ୍ଜୀବିତ ଆଶାରେ ଉଦ୍ଗ୍ରୀବ ହେଲି। ସେ କହିଲେ କେତୋଟି ଭଲ କଥା, କିନ୍ତୁ ତାଙ୍କ ବକ୍ତବ୍ୟର ଯେଉଁ ଅଂଶଟି ଅଧିକ ଜାଜଲ୍ୟମାନ ହେଲା, ତାହା ହେଲା ସେ ଜଣେ ପ୍ରବାସୀ, ଅନ୍ଧ। ତାହା ହିଁ ତାଙ୍କର ପରିଚୟ। ତାଙ୍କ ସଂକ୍ଷିପ୍ତ ପ୍ରତିବେଦନରେ ପୂର୍ଣ୍ଣଚ୍ଛେଦ ଅଧାଅଧି ଟଣା ହେବା ବେଳକୁ କହି ଉଠିଲେ ଖୁସ୍ୱନ୍ତ ସିଂ, ତମେମାନେ ପ୍ରବାସୀ ହୋଇପାର, କିନ୍ତୁ ସୌଖିନ ପ୍ରବାସୀ। ତମକୁ କେହି ଘଉଡ଼ାଇ ଦେଇନାହିଁ। ଅସଲରେ ପ୍ରବାସୀ ବୋଲି ଯଦି କେହି ଥାଏ, ତେବେ ସିଏ ମୁଁ, ମୋ ଭଳି ଲୋକେ। ଆମେ ଭାରତୀୟ, କିନ୍ତୁ ଭାରତରେ ପ୍ରବାସୀ। ଖୁସ୍ୱନ୍ତଙ୍କ ଜନ୍ମସ୍ଥାନ ପାକିସ୍ତାନ ପାଲଟି ଯାଆନ୍ତେ ସେ ଦିଲ୍ଲୀ ପଳାଇ ଆସିଥିବାରୁ ଏକଥା କହିବାର ଯଥାର୍ଥ ତାଙ୍କର ଥିଲା। କିନ୍ତୁ ତାଙ୍କ ବେଦନାର ହେତୁ ଥିଲା ଆହୁରି ଗଭୀର। ସେ କହି ଚାଲିଲେ, ଆଜି ମୋର ପରିଚୟ, ମୁଁ ଭାରତୀୟ ନୁହେଁ, ମୁଁ ଜଣେ ଶିଖ। ବାସ୍ ସେତିକି। ସେ ଏଭଳି କହିବାର ତାତ୍ପର୍ଯ୍ୟ ହଠାତ୍ ହୁଏତ ଅନେକ ବୁଝିଲେ ବି ସମସ୍ତେ ବୁଝିପାରିନଥିବେ। କିନ୍ତୁ ତାଙ୍କର ଅପ୍ରତ୍ୟାଶିତ ଉକ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ଫାରୁକ ଧୋଣ୍ଡେ ମୋ ଆଡ଼େ ଅନାଇଲେ। ମୁଁ କିଛି କହିବା ଆବଶ୍ୟକ ବୋଲି ତାଙ୍କର ମନେ ହୋଇଥିବ। ଖୁସ୍ୱନ୍ତ ସିଂଜୀ, ମୁଁ ଆରମ୍ଭ କଲି। ଆପଣଙ୍କ ଗଳ୍ପଟିଏ ମୁଁ ବୋଧହୁଏ ପ୍ରଥମେ ପଢ଼ିଥିଲି ଅର୍ଦ୍ଧଶତାବ୍ଦୀ ତଳେ। ସେତେବେଳେ ଆପଣ ଯୁବକ, ମୁଁ କିଶୋର। ଏକ ବ୍ୟଙ୍ଗଧର୍ମୀ ଗଳ୍ପ, କିନ୍ତୁ ଏକ ଭାରତୀୟ ନକଲି ସାହେବର ଦୟନୀୟ ଚରିତ୍ରର ଜୀବନ୍ତ ଚିତ୍ର। ସେ ଗଳ୍ପ ପଢ଼ି ଆପଣ ଶିଖ କିମ୍ବା ଆଉ କ'ଣ, ସେ ପ୍ରଶ୍ନ ମୋ ମନକୁ ଆସିନଥିଲା। ମନୋଜ, ଉତ୍ତେଜିତ କଣ୍ଠରେ ମୋତେ ବାଧା ଦେଲେ ସର୍ଦ୍ଦାରଜୀ। ମୋତେ ସେମିତି ବାଧା ଦେବାର ଅଧିକାର ତାଙ୍କର ଥିଲା।
से मो लेखालेखि बहुत पसंद करुथिले। एकदा व्यापक प्रसारित दि इलुस्ट्रेटेड वीकली ऑफ इंडिया तांको संपादना काल रे अन्य कौनसी लेखक तुलन में मो गल्प अधिक परिमाण रे प्रकाश पाइथिबो। तांको पुओ राहुल सिंह मोर बंधु। मनोज, तमे 1984 मसीह थिल केउठी? मु शंकित किंतु सहास्य अनाई रहिली। कंपित अथच बलिष्ठ कंठरे खुशवंत सिंह मने पकाईदेले। 1984 मसीहार दिल्ली देखिबार दुर्योग तमर होई नाही। मो मंतव्यर तात्पर्य तमे केमिति बुझिब? जाण मिसेस गांधींको निधन परवर्ती से विभीषिका कथा। जाण केमिति जन जन करी सिख मानंकु घोषाड़ी आनी हत्या करा जाइथिला। मु हृदयंगम कली। मो लोके भारतीय होइथिले सेमानंकु से दशा भोगिबाकु पड़ी नथंता कदापि। आमे तेणु भारतीयंको आखिरे अण भारतीय, आमे सिख। खुशवंत वेदना भरा उक्तिर प्रभाव भल भाव अनुभव करी हेउथिला, विशेषतः विदेशागत लेखक मानंक बदनरे। खुशवंत मो उपरे तीव्र दृष्टि निबद्ध करिथांती। विपरीत दिगरु आग्रहरे अनाई थांती से अधिवेशनर परिचालक फारूक धोंडे। खुशवंत सिंह जी, मु नम्र कंठरे आरंभ कली। 1984 रे जहा राजधानी रे घटिगला ताहा देखिबार दुर्भाग्य मोर होई नाही, किंतु ताहा उणा अधिके मते जणा। जेतिकी जानिछि सेतिकी मने पड़िले लज्जारे मो मुंड नई जाए। मु जोर देई कहि पारे, जेकोसी विवेकी भारतीय से विभीषिका जोगु समान लज्जा अनुभव करिब। संक्षेपरे मोर निवेदन एतिकी। एक विराट देशर सुदीर्घ इतिहास रे एभली एक एक दुर्भाग्यजनक पर्याय संभवतः अनिवार्य। आमर सामूहिक अज्ञान और राजनीतिर सामूहिक अपप्रयोगर फल। से विषयटी गुरुतर समाजतात्विक आलोचना सापेक्ष। आपाततः मोर सीमित वक्तव्य है, लेखक खुशवंत 1984 पर्यवेक्षक खुशवंत तुलन में बहु अधिक व्यापक निश्चय। कथाटी को मु आउ टिकिए अधिक व्याख्या करी कहिबा उत्तरु खुशवंत शांत हेले। मो सामनारे बसिथिले अनंत मूर्ति एवं अशोक मित्रन। से माने इंगितरे मोते आहुरी अधिक कहिबाकू उत्साह देउथिले। मु कहिली, भारतीय चेतना कौन? भारतीय लेखकर निर्दिष्ट परिचय संपर्क रे धारणा करिबाकू हेले प्रथमे से कथाटी बुझिबाकू हेबो। मु कौनसी तत्व भीतर को जीवी नाही। आमर ए अंतरंग बैठक से पाई उद्दिष्ट नुहे। गोटाए घटना विवृत करिबी मात्र। थरे एक अनति बृहत सहरर विश्वविद्यालयर अध्यापक एवं गवेषणाकारी समावेश रे भाषण देउथिले जणे बहिरागत विद्वान, क्रम विकास तत्व उपरे विशेषज्ञ। प्राक डार्विन जुगरु आरंभ करी विंश शताब्दीर लुई लिकेंक भली नृतत्व विशारदंक आविष्कार जाए विवर्तनवादी धारणा संपर्कीय विशेष गुरुत्वपूर्ण तथ्य समूहर निर्यास उपस्थापन करिसारी वक्ता तांको भाषणर उद्यापनी अंशरे कहिले कि ए विषय उपरे सबुठारु बुद्धिग्राह्य तत्वर परिवेशक कौनसी वैज्ञानिक नुहंती, महायोगी श्री अरविंद। से दर्शाउछंती जेमिति वस्तु भितरे प्राणसत्ता संगुप्त थिला बोली प्राणर प्रस्फुटन और विकास हैला, पुणी प्राण भितरे मन संगुप्त थिला बोली तार प्रस्फुटन तथा विकास संभव हैला। सेमिति मन भितरे प्रच्छन्न रहिछि मनठु बहुगुण शक्तिशाली चेतनार आउ एक विभव अतिमानस। दिने तार विकास अवश्यम्भावी। तेबे से पाई मनिषर प्रस्तुति चाही। प्रस्तुति एक परिणत स्तर को आसीगले एक ऊर्ध्वतर शक्ति अवतरण करी आमर चेतना निहित ऐश्वर्य को विकसित करिब। मनिष हेब दिव्य मानव। वक्तृता शेष हेबा बेलकु वर्षा आसन्न।
ମନ୍ତ୍ରମୁଗ୍ଧ ଶତ୍ରୁମଣ୍ଡଳୀକୁ ବକ୍ତା ଶୀଘ୍ର ଚାଲିଯିବାକୁ ପରାମର୍ଶ ଦେଲେ। ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ, କାରଣ ତାଙ୍କ ପାଇଁ ଜଣେ ବନ୍ଧୁ ଗାଡ଼ି ପଠାଇ ନୈଶିଆହାର ନିମନ୍ତେ ନେଇଯିବେ। ବିଦାୟ ନେବା ବେଳେ କେହି କେହି ଶ୍ରୋତା ସେ ବିଦ୍ୱାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ କହିଲେ, ଆପଣଙ୍କ ସିଦ୍ଧାନ୍ତକୁ ଯୁକ୍ତି ଦ୍ୱାରା ଖଣ୍ଡନ କରିହେବ ନାହିଁ। ତେବେ ଆଜିର ମଣିଷର ସ୍ୱଭାବ ଚରିତ୍ର ଯାହା, ଦିନେ ତା ଭିତରୁ ଦେବମାନବର ବିକାଶ ଘଟିବ, ସେ କଥାଟି ବିଶ୍ୱାସ କରିବାକୁ ଅଡ଼ୁଆ ଲାଗୁଛି। ଶ୍ରୋତାବର୍ଗ ବିଦାୟ ନେବାର 5 ମିନିଟ୍ ପରେ ବିଦ୍ୱାନଙ୍କ ସକାଶେ ଗାଡ଼ି ଆସିଗଲା। ମୃଦୁ ବର୍ଷା ହେଉଥାଏ। ପ୍ରେକ୍ଷାଳୟଟିର ଦାୟିତ୍ୱରେ ଥିବା କର୍ମୀର ବାପା, ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ, ଛତା ଧରି ବିଦ୍ୱାନଙ୍କୁ ଗାଡ଼ି ପାଖକୁ ନେଇଯିବା ବେଳେ କହିଲେ, ଆଜ୍ଞା, ଏଇଠି ମୋ ପୁଅର କ୍ଷୁଦ୍ର ବସାଟି ଆଗରେ ଏବେ ଦିଶୁନଥିବା ପୋଖରୀଟିଏ ରହିଛି। ଦିନେ ଦିନେ ସକାଳେ ମୁଁ ଦେଖେ ତହିଁ ଫୁଟିଛି ମନୋରମ କଇଁ ଫୁଲଟିମାନ, ଥରେ ଥରେ ପଦ୍ମ। ଯଦି ପଙ୍କ ଭଳି ବସ୍ତୁ ଭିତରୁ ସୂର୍ଯ୍ୟକିରଣର ଆଶୀର୍ବାଦରେ ପଦ୍ମ ଭଳି ମନୋରମ ଦିବ୍ୟ ବିସ୍ମୟ ସମ୍ଭବ ହୋଇପାରିଲା, ତେବେ ଆଜିର ମଣିଷର ଆବିଳ ଚେତନା ଭିତରୁ ବିଧାତାର ଆଶୀର୍ବାଦରେ ଦିବ୍ୟ ଚେତନାର ବିକାଶ ଅସମ୍ଭବ ହେବ କାହିଁକି? ସେ ଜ୍ଞାନୀ ଅଧ୍ୟାପକ ଜଣେ ଦୁଇ ଜଣ ଏ ବିଷୟରେ ଏଡ଼େ ସନ୍ଦିଗ୍ଧ ବା କାହିଁକି? ଭାରତୀୟ ଚେତନାର ଏହା ଏକ ନମୁନା। ଅନେକ ପ୍ରଗୂଢ଼ ତତ୍ତ୍ୱର ସରଳ ବ୍ୟାଖ୍ୟା ସେ ଚେତନାରେ ନିହିତ। ଜୀବନର ରହସ୍ୟ ଓ ଜୀବନର ଲକ୍ଷ୍ୟ ସମ୍ପର୍କରେ ଯେଉଁ ସବୁ ମୌଳିକ ଜିଜ୍ଞାସାକୁ ଭିତ୍ତି କରି ଭାରତର ସାହିତ୍ୟ ପରମ୍ପରାର ଆରମ୍ଭ ହୋଇଥିଲା କେତେ ହଜାର ବର୍ଷ ତଳେ, ଆମ ଚେତନାରେ ତାହା ଅବ୍ୟାହତ ରହିଛି, ସାମୟିକ ଭାବରେ ଭସ୍ମାଚ୍ଛାଦିତ ହେବା ସତ୍ତ୍ୱେ। ଜଣେ ସାଧାରଣ ଭାରତୀୟର ଆକସ୍ମିକ ଉଚ୍ଚାରଣୀ, ଆଚରଣ ଓ ବ୍ୟାଖ୍ୟା ଭିତରେ ତାହା ଜାଜଲ୍ୟମାନ ହୋଇପାରେ। ସେ ଦିନର ଆଲୋଚନା ଉପରୋକ୍ତ କଥାଟିର ଅପେକ୍ଷାକୃତ ଦୀର୍ଘତର ପରିବେଷଣ ଭିତରେ ଶେଷ ହେଲା। ସୂର୍ଯ୍ୟାସ୍ତ ବେଳକୁ ଆମେ ପାହାଡ଼ର ଭିନ୍ନ ଏକ ସ୍ତରରେ ପ୍ରଶସ୍ତ ଖୋଲା ପରିସର ଭିତରକୁ ବାହାରି ଆସିଲୁ। ସେଠାରେ ଚାହା, କଫି ଓ ନାନାଦି ଆନୁଷଙ୍ଗିକର ଉଦାର ବ୍ୟବସ୍ଥା। ଆମ ପଟ୍ଟଭୂମିରେ ପ୍ରାସାଦ, ଅନ୍ୟ 3 ଦିଗରେ ଆଦିଗନ୍ତ ମଇଦାନ ବା ଅଦୃଶ୍ୟ ଜନପଦ। ଦୂରବର୍ତ୍ତୀ ପର୍ବତଶ୍ରେଣୀ ଉପରେ କେତେ କଳସ କମଳା ରଙ୍ଗ ଢାଳି ଦେଇ ସୂର୍ଯ୍ୟ ଲୁଚିଯାଇ ସମ୍ଭବତଃ ନିଜ କଳାଜ୍ଞାନର ଆକଳନ କରୁଛି। ଅନୁଚ୍ଚ ପଥର ପ୍ରାଚୀର ଉପରେ ବସି ଚାହା ପିଉଥିଲି। କେତେଜଣ ଲେଖକ ଆସି କହିଗଲେ, ତମେ ଯାହା ହେଉ ଗୋଟାଏ ଦିଗ୍ଦର୍ଶନ ଦେଲ। ଅଥବା ମୋ ନିଜ ଉତ୍ତରାଧିକାର ସମ୍ପର୍କରେ ମୁଁ ଚେତି ଉଠିଲି। ମୁଁ ଆପ୍ୟାୟିତ ହେଲି, କାରଣ ନିଜ ନିଜ ଜ୍ଞାନ ସମ୍ପର୍କରେ ନିଶ୍ଚିତ ସେସବୁ ପ୍ରତିଭାବାନ ବ୍ୟକ୍ତିଙ୍କଠାରୁ ସାଧାରଣତଃ କୌଣସି ସ୍ୱୀକୃତି ଆଶା କରିବା ଅନୁଚିତ। ପାଖରେ ବସିଥିଲେ V.S. ନାଇପଲ। ବୈଠକ ବେଳେ ସେ ବି ଥିଲେ ମୋ ପାଖରେ। କଥାବାର୍ତ୍ତା ବିଶେଷ ହୋଇନଥିଲେ ବି ମିଳାମିଶା ଭାବଟି ଆସିଯାଇଥିଲା। ଆପଣ ଯାହା କହିଲେ ମୁଁ କିନ୍ତୁ ଠିକ୍ ଭଲ ଭାବରେ ବୁଝିପାରିଲି ନାହିଁ। ଆପଣ ମୋତେ ରହସ୍ୟ ବିମୂଢ଼ ବନାଇଦେଲେ। ୟୁ ମିଷ୍ଟିଫାଏଡ୍ ମି। ନାଇପଲ ବଡ଼ ଆନ୍ତରିକତାପୂର୍ଣ୍ଣ କଣ୍ଠରେ କହିଲେ। ଆପଣ ବୁଝିପାରିଲେ ନାହିଁ ଅର୍ଥ ମୁଁ ଠିକ୍ ଭାବରେ ବୁଝାଇ ପାରିନାହିଁ। ଏ ଭୂମିକା ଅନ୍ତେ ମୁଁ ମୋ ବକ୍ତବ୍ୟ ମୋ ସାଧ୍ୟ ମତେ ସରଳ କରି ବୁଝାଇଲି। ସେ ଏବଂ ବିକ୍ରମ ସେଠ ତଥା ଶ୍ରୀମତୀ ନାଇପଲ ଶୁଣୁଥାନ୍ତି। ନାଇପଲ କିନ୍ତୁ ଅନ୍ୟମାନଙ୍କଠାରୁ ଅଧିକ ମନୋଯୋଗ ସହକାରେ ଶୁଣିବା ଭଳି ଧାରଣା ହେଲା। 3-4 ଗୋଟି ପ୍ରଶ୍ନ ବି କଲେ ଭଦ୍ରଲୋକ। ଉତ୍ତର ଦେଲି। ସେ ସନ୍ତୁଷ୍ଟ ହେବାର ଭାବ ପ୍ରକଟ କଲେ ଓ ଦେଲେ ଏକାଧିକ ଥର ଉଷୁମ ଧନ୍ୟବାଦ। ପରଦିନ ପୂର୍ବାହ୍ନ ଅଧିବେଶନରେ ମଧ୍ୟ ଘଟଣାକ୍ରମେ ମୋତେ ହିଁ ସବୁଠୁ ଅଧିକ ସମୟ କହିବାକୁ ହେଲା। ବାଧ୍ୟ ହୋଇ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରେ ଯେ କେହି କେହି ଅସ୍ୱସ୍ତି ଅନୁଭବ କରୁଥାଇପାରନ୍ତି, ସେ କଥା ବୁଝିବା ଭଳି ମାନସିକତା ମୋର ନଥିଲା। ବୁଝିଲି କିଛି ଦିନ ପରେ।
କେରଳର ପ୍ରଖ୍ୟାତ ଲେଖକ ଏମ୍ଟି ବାସୁଦେବନ ନାୟରଙ୍କ ଅନୁରୋଧ କ୍ରମେ ତ୍ରିଚୁର ଯାଇଥାଏ ନିଖିଳ କେରଳ ସାହିତ୍ୟ ସମ୍ମିଳନୀ ଉଦ୍ଘାଟନ ପାଇଁ। ସେଠାକାର ବନ୍ଧୁମାନେ ମୋତେ ଖଣ୍ଡିଏ ଦୁଇଖଣ୍ଡି ମାଲାୟାଲମ ପତ୍ରିକା ଦେଖାଇଲେ। ପଲ୍ ଜାଖାରିଆ ନାମକ ଜଣେ କେରଳୀ ଲେଖକ ଅଭିଯୋଗ କରିଛନ୍ତି, ନିମ୍ରାନା ସମ୍ମିଳନୀକୁ ପ୍ରଥମ 2 ଦିନ ଧରି ପ୍ରଭାବିତ କରୁଥିଲେ ମନୋଜ ଦାସ ତାଙ୍କ ଉଗ୍ର ହିନ୍ଦୁ ଭାବାପନ୍ନ ଦର୍ଶନ ଦ୍ୱାରା। ହାୟ! ନିମ୍ରାନା ପ୍ରାସାଦରେ ମୋର ସଂକ୍ଷିପ୍ତ ଆତିଥ୍ୟ ଶେଷ ହୋଇ ଆସିଲା। 20 ତାରିଖ ମଧ୍ୟାହ୍ନରେ ସିଧା ଦିଲ୍ଲୀ ବିମାନ ବନ୍ଦର ଆସି ଚେନ୍ନାଇ ପାଇଁ ବିମାନ ଧରିବାର ବ୍ୟବସ୍ଥା କରିଦେଇଥାନ୍ତି ହିମାଚଳ ସୋମ। ଖୁଶବନ୍ତ ସିଂ ମୋର ବିଦାୟ ନେବାକୁ ମୋଟେ ସମର୍ଥନ ଦେଲେ ନାହିଁ। ତେବେ କାରଣ ଜଣାଇବାରୁ ଚୁପ୍ ରହିଲେ ଓ ସ୍ନେହପୂର୍ଣ୍ଣ ଆଚରଣ ଓ ଶୁଭେଚ୍ଛା ସହକାରେ ବିଦାୟ ଦେଲେ। ନାଇପଲଙ୍କୁ ଘେରି ବସିଥିଲେ ତାଙ୍କର ଦଳେ ପ୍ରଶଂସକ। ଯାଇ କହିଲି, ଯାଉଛି। ସେ ସଳଖି ବସି ପ୍ରଶ୍ନ କଲେ, କାହିଁକି? ଆଉ 2-3 ଦିନ ରହିଗଲେ କ'ଣ ଅସୁବିଧା ହେବ? ଶ୍ରୀମାଙ୍କ ଜନ୍ମଦିନ, ଆପଣ ତ ବୁଝୁଥିବେ। ମୁଁ ପଣ୍ଡିଚେରୀରେ ରହି ନ ପାରିଲେ ବଡ଼ ଅସ୍ୱସ୍ତି ଅନୁଭବ କରିବି, କହିଲି। ସେ ପୁନର୍ବାର ମିଷ୍ଟିଫାଏଡ୍ ହେଲେ କି ନା ଜାଣେନା। ମୋର ସେମିତି କହିବାର ହେତୁ ଥିଲା। ବହୁ ବର୍ଷ ତଳେ ସେ ପଣ୍ଡିଚେରୀ ଆସିଥାନ୍ତି। ନବଜାତ ଶ୍ରୀ ଅରବିନ୍ଦ ସୋସାଇଟିର ପ୍ରତିଷ୍ଠାତା ସେକ୍ରେଟାରୀଙ୍କୁ ତାଙ୍କ ଘରେ ଭେଟିଥାନ୍ତି। ନବଜାତ ଏକାଧିକ ଥର କହୁଥାନ୍ତି, ଏତିକି, ମୋତେ ବର୍ତ୍ତମାନ ଶ୍ରୀମାଙ୍କ ପାଖକୁ ଯିବାକୁ ପଡ଼ିବ, ସମୟ ହୋଇଗଲାଣି। ନାଇପଲଙ୍କ ଆନ୍ ଏରିଆ ଅଫ୍ ଡାର୍କନେସ୍ରେ ବର୍ଣ୍ଣନାରୁ ବୁଝି ହୁଏ ନବଜାତ କାହିଁକି ଏଡ଼େ ଅସ୍ଥିର ହେଉଛନ୍ତି ସେ କଥା ସେ ବୁଝିପାରୁନାହାନ୍ତି। କେତେ ବର୍ଷ ଭିତରେ ହୁଏତ ସେ ଅପେକ୍ଷାକୃତ ଅଧିକ ବୁଝିବେଣି। ବିଦାୟ ଦେବା ବେଳେ ସେ କହିଲେ, ପୁଣି ଦେଖା ହେବ ପଣ୍ଡିଚେରୀରେ। ପଛରୁ ଶୁଣିଲି ସେ ଅନ୍ୟମାନଙ୍କୁ କହୁଛନ୍ତି, ମୁଁ ମନୋଜ ଦାସଙ୍କୁ ଉସ୍କେଇବାକୁ ବହୁତ ଚେଷ୍ଟା କଲି, କିନ୍ତୁ ସେ ତାକୁ ଯଥାର୍ଥ ଦୃଢ଼ ଭାବରେ ସମ୍ଭାଳିଗଲେ। ଆଇ ଟ୍ରାଏଡ୍ ମାଇ ବେଷ୍ଟ ଟୁ ପ୍ରୋଭୋକ୍ ମନୋଜ ଦାସ, ବଟ୍ ହି ଟୁକ୍ ଇଟ୍ ଆଜ୍ ଏ ମ୍ୟାନ୍। ସାମାନ୍ୟ ତର୍କ ବିତର୍କ ସତ୍ତ୍ୱେ ସେ 1.5 ଦିନର ଅଧିବେଶନ ଥିଲା ସୌଖ୍ୟପୂର୍ଣ୍ଣ। ପରିବେଶରେ ଥିଲା ସହନଶୀଳତା ଓ ସମ୍ଭ୍ରମବୋଧ। ଦିଲ୍ଲୀ ଅଭିମୁଖେ ମୋ କାର୍ ଯାଉଛି, ଦେଖିଲି ବିପରୀତ ଦିଗରୁ ଆସୁଛି ଏକ ବସ୍। ଦୈବାତ୍ 2 ଯାନ ଅଟକିଲେ ଗୋଟିଏ ପେଟ୍ରୋଲ ଡିପୋ ପାଖରେ। ନିମ୍ରାନା ଅଭିମୁଖେ ଗତିରତ ସେ ବସ୍ରେ ଥିଲେ 50 ସରିକି ଖବରକାଗଜ ଏବଂ ଟିଭି ସାମ୍ବାଦିକ। ପରିଚିତ ଜଣେ ସାମ୍ବାଦିକ ମୋତେ ଦେଖି ଦୌଡ଼ି ଆସି ପଚାରିଲେ, ତମେ ଯାଉଛ କୁଆଡ଼େ? ଆମେ ତ ଧରି ନେଇଥିଲୁ ତୁମେ ହିଁ ବିଦେଶାଗତ ଲେଖକମାନଙ୍କ ସହ ହେବ ଆମର ଯୋଗସୂତ୍ର। ଯଃ ପଳାୟତେ ସ ଜୀବତେ। ଥରେ ତମେମାନେ ସମ୍ମିଳନୀକୁ ଗ୍ରାସ କଲେ ତେଣିକି ବାତାବରଣ ବଦଳିଯିବ, ମୁଁ କହିଲି। ମୋ ଅନୁମାନ ଭୁଲ ନଥିଲା। ସେ ଅପରାହ୍ନ ଅଧିବେଶନର ବିବରଣୀ ତହିଁ ପରଦିନ କାଗଜରେ ପ୍ରକାଶ ପାଇଗଲା। ନୟନତାରା ସାଇଗଲ ବିଜୟଲକ୍ଷ୍ମୀ ପଣ୍ଡିତଙ୍କ କନ୍ୟା ଔପନିବେଶିକ ଯୁଗ ଭଳି ଅଭିବ୍ୟକ୍ତିଟିଏ ବ୍ୟବହାର କରିବା ମାତ୍ରେ ନାଇପଲ ବିରକ୍ତ ହୋଇ ତାକୁ ବାଜେ ବାନାଲ ବୋଲି କହିଲେ। ପ୍ରକାଶ ପାଇଲା ଉତ୍ତେଜନା। ସେଦିନ ପରିଚାରକ ଥିଲେ ଅମିତାଭ ଘୋଷ। ବେଶ୍ ରୁକ୍ଷ ରୀତିରେ ତାଙ୍କୁ ସେ ବାଦବିବାଦରେ ସମାପ୍ତି ଆଣିବାକୁ ହେଲା। ବିବୃତି, ପ୍ରତିବିବୃତ୍ତି, ବାଦ ଓ ପ୍ରତିବାଦରେ ଚିତ୍ତାକର୍ଷକ ହେଲା ପରବର୍ତ୍ତୀ କେଇଦିନର ଖବରକାଗଜ ସବୁର ସମ୍ବାଦ ପରିବେଷଣ। ସେସବୁ ଅଧିବେଶନରେ ଉପସ୍ଥିତ ଥିବା ଜଣେ ତରୁଣ ସାମ୍ବାଦିକ 2-3 ମାସ ପରେ ଦେଖା ହୁଅନ୍ତେ ମୋତେ କହିଲେ, ଆପଣ ବହୁଦିନ ପର୍ଯ୍ୟନ୍ତ ସାହିତ୍ୟ ସଭାମାନଙ୍କରେ କାହିଁକି ଯୋଗ ଦେଉନଥିଲେ ସେ କଥା ମୁଁ ବୁଝିଗଲି। ସାହିତ୍ୟିକର ସୃଜନ ପ୍ରତିଭା ସହ ତାର ଜୀବନର ଅନ୍ୟାନ୍ୟ ବିଭାଗର ବିଶେଷ ସମ୍ପର୍କ ନାହିଁ ପରା। ଜଣେ ଖୁବ୍ ଭଲ ଲେଖିପାରେ, କିନ୍ତୁ ମଣିଷ ଭାବରେ ହୋଇପାରେ ବଡ଼ ସାଧାରଣ। ଆପଣ ସେହି ଅସାଧାରଣ ଭିତରେ ସାଧାରଣକୁ ଭେଟିବାର ବିଷାଦରୁ ମୁକ୍ତ ରହୁଥିଲେ ବୋଲି ଥରେ କହୁଥିଲେ। ଠିକ୍? ଅବଶ୍ୟ ଠିକ୍। କିନ୍ତୁ ଆଜିକାଲି ଆପଣ ସାହିତ୍ୟ ସମ୍ମିଳନୀମାନଙ୍କରେ ଯୋଗ ଦେଉଛନ୍ତି କେମିତି?
ମୋହ ଥିଲା ବୋଲି ସମ୍ଭାବ୍ୟ ମୋହଭଙ୍ଗର ବେଦନାକୁ ଏଡ଼ାଇ ଯାଉଥିଲି। ବହୁଦିନ ହେବ ଆଉ ମୋହ ନାହିଁ, ତେଣୁ ସେ ଦିଗରେ ସଙ୍କୋଚ ନାହିଁ। ତଥାପି କହି ରଖେ, ମୁଁ ଯେ ସ୍ୱତଃପ୍ରବୃତ୍ତ ଭାବରେ ଯୋଗ ଦିଏ ତାହା ନୁହେଁ, ବହୁ କାରଣରୁ ବାଧ୍ୟ ହୋଇଥାଏ। ପ୍ରତିଟି କ୍ଷେତ୍ରରେ କାରଣମାନ ଭିନ୍ନ। ବୁଝାଇଲି। ପରେ କେତେଥର ଭାବିଛି, ସତରେ କ'ଣ ଆମେ ଲେଖକମାନେ ଭାରତୀୟ ଚେତନାର ଏକ ସ୍ୱାତନ୍ତ୍ର୍ୟ ରହିଛି ଏକଥା ଜାଣୁନା? ମନେ ହୁଏ ଆମ ଅନ୍ତର୍ଲୋକରେ ଆମେ ଜାଣୁ। ଆମ ଲେଖାଲେଖିରେ ତାହା ପ୍ରକଟିତ ହୁଏ ମଧ୍ୟ, ଆମ ଅଜ୍ଞାତ ସାରରେ। କିନ୍ତୁ ଅନେକେ ସେ ସମ୍ପର୍କରେ ସଚେତନ ନୁହନ୍ତି। ମୁଁ କହୁଛି ଭାରତର ବିଭିନ୍ନ ମୌଳିକ ଭାଷା ସବୁର ସାହିତ୍ୟ କଥା। ନିମ୍ରାନା ସମ୍ମିଳନୀରେ ଅବଶ୍ୟ ଯେଉଁମାନେ ଅଧିକ ପ୍ରକଟିତ ଥିଲେ ସେମାନେ ଇଂରାଜୀ ଭାଷାର ଭାରତୀୟ ଲେଖକ। ତେବେ ଗୋଟାଏ ସମ୍ମିଳନୀରେ କେଉଁ ଭାବ, କେଉଁ ତତ୍ତ୍ୱ, କେଉଁ ଧ୍ୟାନ ଧାରଣାର ନିର୍ଘୋଷ ଶୁଭିଲା, ଅସଲ ଲେଖାଲେଖି ସହ ତାର ବା ସମ୍ପର୍କ କେତେ?